ଆଜ୍ଞା ଆମେ ପହଞ୍ଚୁ ଆସି ପଟ୍ଟାମୁଣ୍ଡାଇ LIC ଅଫିସରେ ଆଜି LIC ଅଫିସରେ 79ତମ ସ୍ୱାଧୀନତା ଦିବସ ପାଳନ କରୁଛନ୍ତି। ଆସନ୍ତୁ ଏ ବିଷୟରେ ଆମେ ପଚାରି ବୁଝିବା ସାରଙ୍କ। ସାର୍ ନମସ୍କାର। ମୁଁ ଅରୁଣ କୁମାର ବିଶ୍ୱାଳ, ସିନିୟର ଟ୍ରାନ୍ସଫର ମ୍ୟାନେଜର, ପଟ୍ଟାମୁଣ୍ଡାଇ ବ୍ରାଞ୍ଚ। ଆଜି କାର୍ଯ୍ୟକ୍ରମ LIC ଅଫିସରେ 79ତମ ସ୍ୱାଧୀନତା ଦିବସରେ କ'ଣ କାର୍ଯ୍ୟକ୍ରମ? ସର୍ବପ୍ରଥମେ ମୁଁ ଭାରତୀୟ ଜୀବନ ବୀମା ନିଗମ ପଟ୍ଟାମୁଣ୍ଡାଇ ଶାଖା ତରଫରୁ ଆଜିର ଏ 79ତମ ସ୍ୱାଧୀନତା ଦିବସର ମହାର୍ଘ୍ୟ ପର୍ବ ଉପଲକ୍ଷେ ଆମର ଅଗଣିତ ପଲିସି ହୋଲ୍ଡର, ଅଭିକର୍ତ୍ତା, ଶୁଭେଚ୍ଛୁ ତଥା ସମସ୍ତ ଷ୍ଟାଫ ମାନଙ୍କୁ ଓ ସମଗ୍ର ଭାରତବାସୀଙ୍କୁ ଅଭିନନ୍ଦନ ଜଣାଉଛି ଓ ଶୁଭେଚ୍ଛା ଜଣାଉଛି। ଆଜି ଯେଉଁ 79ତମ ସ୍ୱାଧୀନତା ଦିବସ ଆଜି ଆମେ ଏଠି ମହା ଆଡମ୍ବର ପାଳନ କରିଥିଲୁ। ଆମର ବହୁତ ଅଭିକର୍ତ୍ତା ଉପସ୍ଥିତ ଥିଲେ, ଷ୍ଟାଫ ଉପସ୍ଥିତ ଥିଲେ। ତାଙ୍କ ମାଧ୍ୟମରେ ଏଠି ଆମେ ସାରା କାର୍ଯ୍ୟକ୍ରମ କରିଥିଲୁ। ତ ତାପରେ ଆମର ଅଭିକର୍ତ୍ତା ମାନଙ୍କର ଏକ ପ୍ରତିଯୋଗିତା ଥିଲା। ପ୍ରତିଯୋଗିତାର ପୁରସ୍କାର ବିତରଣ ହୋଇଯାଇଛି। ଆଉ ସମସ୍ତେ ଏବେ ବିଦାୟ ନେଇଛନ୍ତି। ଆଉ ସମସ୍ତଙ୍କୁ ମୋର ଏଇ ଅବସରରେ ଅନୁରୋଧ ଯେ ଯିଏ ଯୋଉଠି ଥାଉ ନା କାହିଁକି ଭାରତୀୟ ଜୀବନ ବୀମା ନିଗମ ତରଫରୁ ଏତିକି ଅନୁରୋଧ ଯେ ସମସ୍ତେ ତାଙ୍କ ଆଗରେ ଥିବା ଲୋକଟାକୁ ଖୁସି ରଖି ପାରିଲେ ତାହେଲେ ଆଜି ସ୍ୱାଧୀନତା ଦିବସର ପ୍ରକୃତ ମୂଲ୍ୟକୁ ଆମେ ଉପଲବ୍ଧି କରିପାରିବା। ଏଇ ସ୍ୱାଧୀନତା ଦିବସ ପ୍ରତିବର୍ଷ ପାଳିତ ହେଇ ଆସୁଛି। ଆଗାମୀ ସାର୍ ଆଉ ଲକ୍ଷ୍ୟ ଆଗାମୀ ଦିନରେ ଆମେ ଏଇ କେମିତି ପ୍ରଗତିଶୀଳ ପଟ୍ଟାମୁଣ୍ଡାଇ ବ୍ରାଞ୍ଚ ଆମର ଯେମିତି ସମଗ୍ର ଭାରତ ବର୍ଷ ସମଗ୍ର କଟକ ମଣ୍ଡଳରେ ଗୋଟେ ସୁନାମ ଅର୍ଜନ କରିବ, ଏଥିପାଇଁ ଆମେ ସଚେଷ୍ଟିତ। ଆଉ ଅଭିକର୍ତ୍ତା ମାନଙ୍କର ପୁରା ଅଦମ୍ୟ ପରିଶ୍ରମ ଆଉ ଆମ ଷ୍ଟାଫ ଏବଂ ଫିଲ୍ଡ ଫୋର୍ସ ମାନଙ୍କର ସମସ୍ତଙ୍କର ଅକ୍ଲାନ୍ତ ପରିଶ୍ରମ ଫଳରେ ଆମେ ନିଶ୍ଚିତ ଭାବରେ ତାକୁ ଏକ ଗୌରବମୟ ବ୍ରାଞ୍ଚ ରୂପେ ଗଢ଼ି ତୋଳିବୁ, ଏହା ଲକ୍ଷ୍ୟ। ନମସ୍କାର, ମୋ ନାଁ ଦୀପକ କୁମାର ଜୟସିଂ, ସହାୟକ ଶାଖା ପ୍ରବନ୍ଧକ, ପଟ୍ଟାମୁଣ୍ଡାଇ। 79ତମ ସ୍ୱାଧୀନତା ଦିବସରେ କ'ଣ କାର୍ଯ୍ୟକ୍ରମ LIC? ପ୍ରଥମତଃ ଏଇ 79ତମ ସ୍ୱାଧୀନତା ଦିବସ ଉପଲକ୍ଷେ ମୁଁ ସମସ୍ତ ଷ୍ଟେକ୍ ହୋଲ୍ଡର, ସମସ୍ତ ସମସ୍ତ ଅଭିକର୍ତ୍ତା ଓ ସମସ୍ତ ଷ୍ଟାଫ ବୃନ୍ଦକୁ ଅଭିନନ୍ଦନ ଜଣାଉଛି। ଆକ୍ଚୁଆଲି ଆଜି ଆମର ବହୁତ ପ୍ରୋଗ୍ରାମ ହେଇଥିଲା। ପ୍ରଥମେ ପତାକା ଉତ୍ତୋଳନ ହେଇଥିଲା ସାର୍ଙ୍କ ହାତରେ, SBI ସାର୍ଙ୍କ ହାତରେ। ତାପରେ ଯୋଉ ଆମର ଗୋଟେ କମ୍ପିଟିସନ ଥିଲା ଅଭିକର୍ତ୍ତା ବନ୍ଧୁ ମାନଙ୍କ ପାଇଁ, ତାର ପୁରସ୍କାର ବିତରଣ କରାଯାଏ। ଆଗାମୀ ଆକ୍ଚୁଆଲି ବହୁତ ଲକ୍ଷ୍ୟ ଅଛି। ଆମର ଅଭିକର୍ତ୍ତା ବନ୍ଧୁ ମାନଙ୍କର ଅକ୍ଲାନ୍ତ ପରିଶ୍ରମ ଫଳରେ ଆଉ ତାଙ୍କର ଭଲ ପାଇବା ଫଳରେ ଯେତେ ୱେଲ୍ ୱିଶର ଅଛନ୍ତି, ଯେତେ ଷ୍ଟେକ୍ ହୋଲ୍ଡର ଅଛନ୍ତି, ସମସ୍ତଙ୍କର ଅଗଣିତ ବିଶ୍ୱାସ ଫଳରେ, ଆଶୀର୍ବାଦ ଫଳରେ ପଟ୍ଟାମୁଣ୍ଡାଇ ବ୍ରାଞ୍ଚ ନିଶ୍ଚିତ ରୂପରେ ବହୁତ ଆଗକୁ ଯୋଉ ଏଜେଣ୍ଟ ମାନେ ସେମାନଙ୍କ ପାଇଁ ଆଜି କ'ଣ ଆକ୍ଚୁଆଲି ବହୁତ କମ୍ପିଟିସନ ଥିଲା। ଯୋଉ ଏଜେଣ୍ଟ ମାନେ ବନ୍ଧୁ ମାନେ 10ଟା ପଲିସି କରିଛନ୍ତି ତାଙ୍କୁ ଡିଭିଜନ ସ୍ତରରେ ତାଙ୍କୁ ସମ୍ମାନିତ କରାଗଲା। 5ଟାରୁ ତଳେ 1ରୁ 5ଟା ଯାଏ ଯୋଉମାନେ କ୍ୱାଲିଫାଏ କରିଛନ୍ତି ସେଟା ବ୍ରାଞ୍ଚ ତରଫରେ ତାଙ୍କୁ ସମ୍ମାନିତ କରାଗଲା। 79ତମ ସ୍ୱାଧୀନତା ଦିବସ ଆମ ପଟ୍ଟାମୁଣ୍ଡାଇ ବ୍ରାଞ୍ଚରେ ବହୁତ ଧୁମଧାମରେ ପାଳନ ହେଇଛି। ପ୍ରତ୍ୟେକ ବର୍ଷ ଏମିତି ଆମର ସ୍ୱାଧୀନତା ଦିବସରେ ପଟ୍ଟାମୁଣ୍ଡାଇ ବ୍ରାଞ୍ଚରେ ପାଳନ ହୁଏ। ସମସ୍ତ ଅଫିସର ମାନେ, CNI ଏଜେଣ୍ଟ ଆଉ DO ସମସ୍ତେ ଆସିକି ଉପସ୍ଥିତ ବହୁତ ଧୁମଧାମରେ ପାଳନ ହୁଏ। ଏଇ କାର୍ଯ୍ୟକ୍ରମ କେତେ ବର୍ଷ ହେଲା ଚାଲୁ? ମୁଁ ଯେବେଠାରୁ ଏଜେଣ୍ଟ ହେଲି ସେବେଠାରୁ ମୁଁ ଏଠି ଆସିକି ଉପସ୍ଥିତ ହୁଏ ପ୍ରତ୍ୟେକ ବର୍ଷ। କିନ୍ତୁ ଆମର ଯୋଉ ପଟ୍ଟାମୁଣ୍ଡାଇ ବ୍ରାଞ୍ଚରେ ଆମର ଯୋଉ ଗ୍ରୁପ ଅଛି ଜୟ ହନୁମାନ ଗ୍ରୁପ, ଆମ CNI ରଞ୍ଜନ କୁମାର ପ୍ରଧାନ ଅଲ୍ ଇଣ୍ଡିଆରେ ଟପର। ଆମ ଗ୍ରୁପ ସବୁଠୁ ଭଲ କାମ କରନ୍ତି ଆଉ ସବୁଠୁ ଟପର ହୁଅନ୍ତି। ବର୍ତ୍ତମାନ ମୁଁ ଆସିବା ଦିନଠୁ ମୁଁ ଯେବେଠାରୁ ଦେଖି ଚାଲିଛି ଆମ ଜୟ ହନୁମାନ ଗ୍ରୁପରେ ସବୁବେଳେ ଆଗରେ ଆଉ ନମ୍ବର। ଏଇ ବ୍ରାଞ୍ଚରେ ସବୁ ବର୍ଷ ଏଇ ସ୍ୱାଧୀନତା ଦିବସ ପାଳିତ ହଉଛି, କିନ୍ତୁ ଏଜେଣ୍ଟ ମାନଙ୍କ ପାଇଁ କ'ଣ ସୁବିଧା ବା କ'ଣ ଭଲ କାମ କରୁଛନ୍ତି? ସମସ୍ତଙ୍କୁ ଆମର କମ୍ପିଟିସନ ହୁଏ। ଯୋଉ ଭାଇ ଭଉଣୀ କମ୍ପିଟିସନ କ୍ୱାଲିଫାଇ କରନ୍ତି ସେମାନେ ଅଛନ୍ତି, ସେମିତି କିଛି ନାହିଁ। ସମସ୍ତଙ୍କୁ ସ୍ୱାଧୀନତା ଦିବସରେ ସମସ୍ତଙ୍କୁ ଅଧିକାର ଅଛି। ସମସ୍ତେ ଆସିକି ସ୍ୱାଧୀନତା ଦିବସ ପାଳନ କରିବା, କେହି ବି ଘରେ ରହିବା ଦରକାର ନାହିଁ। କିନ୍ତୁ ଯୋଉମାନେ ଆସନ୍ତି ସମସ୍ତେ ପାଳନ କରନ୍ତି ଆଉ ସମସ୍ତଙ୍କୁ ମୋଟିଭେଟ କରିବା ପାଇଁ ଆମର କମ୍ପିଟିସନ ଦିଆ ହୁଏ। ଆଉ ବେସିକାଲି କମ୍ପିଟିସନରେ ଯୋଉ ଭାଇ ଭଉଣୀ ମାନେ କ୍ୱାଲିଫାଇ କରନ୍ତି ସେମାନେ ଏଠିକୁ ଆସିକି ସ୍ୱାଧୀନତା ଦିବସ କରନ୍ତି। ଧନ୍ୟବାଦ। ଆସନ୍ତୁ ଆଉ ଜଣେ ମ୍ୟାଡାମ ପଚାରିବୁ। ମ୍ୟାଡାମ କରିଦିଅନ୍ତୁ। ଆଜ୍ଞା, ଆଜି LIC ବ୍ରାଞ୍ଚରେ ଯୋଉ
ଅଣାଅଶୀତମ ସ୍ୱାଧୀନତା ଦିବସ ପାଳିତ ହଉଛି ଏ ବିଷୟରେ କଣ ଜନସାଧାରଣ ଗୋଟେ ବାର୍ତ୍ତା? ପ୍ରତିବର୍ଷ ତ 19 ଦିନ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ମୋର ଏଇ ବର୍ଷ ପ୍ରଥମ, ମୁଁ ଏ ବର୍ଷ ପ୍ରଥମ ଥର ପାଇଁ ଆସିଲି ଅଫିସରେ ଏବଂ ଏଜେନ୍ସି ନେଉଛି କାମରେ କଣ? ଏଜେନ୍ସି ନେଇଛି। ଏଇ ବର୍ଷ ମୋର ପ୍ରଥମ ଥର ସ୍ୱାଧୀନତା ଦିବସ ପାଳନ ଅଫିସରେ ସବୁ ଏଜେଣ୍ଟ ଭାଇ ମାନେ ଆମେ ଆସିଥିଲୁ, ସମସ୍ତ ଅଫିସର ମାନେ ଆସିଥିଲେ, ଆଗାମୀ କଣ ଗାନ୍ଧୀର ଲକ୍ଷ୍ୟ ଅଛି? ଆଉ ଯୋଉ ଏଜେଣ୍ଟ ଭାଇ ମାନେ ଅଶାନ୍ତ ପରିଶ୍ରମ କରି ଅଧିକା ପଲିସି ଦଉଛନ୍ତି ସେମାନଙ୍କ ପାଇଁ କଣ? ସମସ୍ତେ ଭଲ କରନ୍ତୁ, ସବୁ କ୍ୱାଲିଫାଇ କରି ଆମେ ପଟାମୁଣ୍ଡେ ନମ୍ବର 1 ପଦବୀରେ ରହିବା। ଦେଖନ୍ତୁ ମ୍ୟାଡାମ ଏ ବିଷୟରେ କହିଲି, ଯୋଉ ବନ୍ଧୁ ମାନେ ଏଜେଣ୍ଟ ଭାଇ ଭଉଣୀ ମାନେ ଅଧିକା ପଲିସି ଦଉଛନ୍ତି ସେମାନଙ୍କୁ ଯେମିତି ଆକାରରେ ପ୍ରାଇଜ ଦିଆହଉଛି ଯେ ସ୍ୱାଧୀନତା ଦିବସ। ଧନ୍ୟବାଦ। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।